ଦେଇଲୋ लो ଦେଇ ଆଜି କ'ଣ ରୋଷେଇ କରିବୁ? ଆଜି ବା ପରିବା ପତ୍ର କିଛି ନାହିଁ, ଆଳୁ ଆମ୍ବୁଲ ଝୋଳ କରିଦବା ଆଉ। ଆଳୁ ଆମ୍ବୁଲ ଝୋଳ କରିବୁ? ହଉ ଦେ କର 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 ଆଜି ଆଉ ପଖାଳ ଖାଇ ହେବନି ଆଉ ଝୋଳ ତରକାରୀ ଆଜି ଗରମ ଖାଇବା ଆଉ। ନମସ୍କାର ସାଙ୍ଗମାନେ, ଆଜିର ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ 2 ସମୟ ମୁଁ ବିଲକୁ ଯାଇଥିଲି ସକାଳୁ, ଏବେ ଆସିକି ପହଞ୍ଚିଲି, ଦେଖିଲି ଆମର ରୋଷେଇ ହେଇନି। ଦେଇ କିନ୍ତୁ ରୋଷେଇ ପାଇଁ ପ୍ରସ୍ତୁତ କରୁଛି। ଭାବିଲି କି ଭିଡ଼ିଓ ତ କରି ହେଉନି, ଯାହା ହଉ ଆଜି ଗୋଟେ ସୁଯୋଗ ଅଛି, ଯେହେତୁ ମୁଁ ବିଲରୁ ଟିକେ ଜଲ୍ଦି ପଳେଇ ଆସିଛି, ଆଜି ଗୋଟେ ଭିଡ଼ିଓ କରିଦେବା, ଯାହା ବି ଖାଇବା ହେଇଥାଉ। ଦେଖନ୍ତୁ ସାଙ୍ଗମାନେ, କାହିଁ କେଉଁ ପ୍ରାଚୀନ କାଳରୁ ରହିଆସିଛି ଆଳୁ ଆମ୍ବୁଲ ଝୋଳ। ଗାଁ ଗହଳିରେ ଏଇ ତରକାରୀଟି ବହୁତ ଫେମସ୍, କିନ୍ତୁ ବର୍ତ୍ତମାନ ତ ଲୋକ ଆଉ କେହି ଖାଉନାହାନ୍ତି। ଆଳୁ ତରକାରୀରେ ସୋରିଷ ବେସରକୁ ଆମ୍ବୁଲ ଦିଆ ହୋଇ ଯେଉଁ ଝୋଳଟି ହୋଇଥାଏ, ସେ ଝୋଳଟିକୁ ଆପଣ ଟିକେ ସେ ଆମ୍ବୁଲ ଟାକୁଆରେ ଟାଣି ନେବେ, ତାର ଯେଉଁ ସ୍ୱାଦ ଥାଳିଏ ଜାଗାରେ 2 ଥାଳି ଭାତ ଉଡ଼ିଯିବ। ସେ ଯାହା ବି ହେଉ ସାଙ୍ଗମାନେ, ଏଇ ତରକାରୀଟି ତିଆରି କରିବା ବହୁତ ସହଜ। ଖାଲି ଆଳୁ ଆଉ ଆମ୍ବୁଲ ବିଲାତି ଦେଇକି ଏମିତି ତରକାରୀଟା ଆପଣ ତ ଦେଖିଲେ କେମିତି ଦେଇ ତିଆରି କଲା, ବହୁତ ସହଜ। ଲାଷ୍ଟରେ ଆମ୍ବୁଲ ପକାଇଲା ଏବେ ଦେଇ, ଦେଖନ୍ତୁ କେତେ ସୁନ୍ଦର ତରକାରୀ ଦେଖାଯାଉଛି, ଆଉ ଖାଇଲା ବେଳେ ବି ସେତିକି ସୁନ୍ଦର ସ୍ୱାଦ ଲାଗିବ। ସାଙ୍ଗମାନେ, ଏବେ ପ୍ରସ୍ତୁତ ହୋଇଗଲା ଆମର ଆଳୁ ଆମ୍ବୁଲ ଝୋଳ। ଏବେ ଆମେ ଖାଇବା ଭାତ, ଦେଖିବା ସ୍ୱାଦ କେମିତି ଲାଗୁଛି। କାହିଁକି ନା ଏସବୁ ହେଲା ଆମ ଗାଁ ଗାଉଁଲିର ପୁରାତନ ଖାଦ୍ୟ। ଆମେମାନେ ଏବେ ବି ଖାଉଛୁ, ଆଉ ତା'ର ମଜା ବି ନେଉଛୁ। ଆଉ ଯେଉଁମାନେ ପ୍ରକୃତରେ ଏସବୁ ଜିନିଷ ଖାଇଥିବେ ଗାଁରେ, ସେମାନେ ଜାଣିଥିବେ ଆର ସ୍ୱାଦ କେମିତି। ଠିକ୍ ଅଛି ସାଙ୍ଗମାନେ, ବହୁତ ବଢ଼ିଆ ସ୍ୱାଦ ଅଛି। ଯଦି ଆପଣମାନେ ଖାଇଛନ୍ତି ଟିକେ କମେଣ୍ଟ କରି କହିବେ, ଆଉ ଯଦି ନ ଖାଇଛନ୍ତି ବି ଥରେ ଟ୍ରାଏ କରନ୍ତୁ, ଦେଖିବେ ବହୁତ ମଜା ଆସିଯିବ ଖାଇବାରେ। ଆଜିକାଲି ଗାଁ ଗହଳିରେ ବି ପ୍ରାୟ ଘରେ ମୁଁ ଦେଖୁଛି, ଯଦି ସାଧା ତରକାରୀଟେ ବି ରାନ୍ଧୁଛନ୍ତି ତା ଦେହରେ ଟିକେ ଚିକେନ୍ ମସଲା ପକାଇ ଦେଉଛନ୍ତି। ପଚାରିଲେ କହୁଛନ୍ତି ବାସ୍ନା ଭଲ ହେବ। ଆଜିକାଲି ଲୋକମାନଙ୍କୁ ତରକାରୀର ବାସ୍ନା ଭଲ ହେବା ଦରକାର, ତେଣୁକରି ସ୍ୱାଦ ଯାହା ବି ହେଇଥାଉ ଚଳିବ। ଏମିତି ବୁଝାମଣାର ଲୋକ ବି ଅଛନ୍ତି, ଯାହାକୁ ଯେମିତି ଭଲ ଲାଗୁଛି, ଯାହାକୁ ଯେମିତି ରୁଚୁଛି ସେମାନେ ତାଙ୍କର ଖାଉଛନ୍ତି। ଠିକ୍ ଅଛି ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ପୁଣି ଦେଖା ହେବା ଏକ ନୂଆ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।